କାଲି ବିଷୟଟି କଣ କୁହ? କାଲି ତ ଫ୍ରି ସେଲ୍ ଅଛି ଆଉ ସମସ୍ତେ କୁହା ହେଇଛି ଆସିବେ। ତ ସାଙ୍ଗମାନେ ମୁଁ ଆଜି ଆସିଛି ଭୁବନେଶ୍ୱର କଣ ପୁରା ଓଡ଼ିଶାରେ ବାହାରେ ତ ବିଭୂତି ଭାଇଙ୍କ ଦହିବରା ଖାଇବା ପାଇଁ। ଟାଇମ୍ ଆସି 8ଟା ପରେ ହେଲାଣି, ହେଲେ ବି ଭାଇ ଆସିନାହାନ୍ତି। ଭାଇ ବୋଧେ ଆଜି ଲେଟ୍ ହେଇଛନ୍ତି, ହେଲେ ବି ଆମେ ଅପେକ୍ଷା କରିବା। ଫାଇନାଲି ଅପେକ୍ଷା ପରେ 8:20ରେ ଆସି ଭାଇ ପହଞ୍ଚିଗଲେ। ଆଉ ଦୋକାନ ଖୋଲୁ ଖୋଲୁ ଯୋଉ ଭଳିଆ ଭିଡ଼ ତମେମାନେ ତ ଦେଖିପାରୁଥିବ। ଭୋକ ତ ମୋତେ ଜୋରସେ ଲାଗିଲାଣି। ଆଉ ଡେରି ନ କରି ଭାଇଙ୍କୁ ଫଟାଫଟ ଗୋଟେ ପ୍ଲେଟ୍ ବନେଇବାକୁ କହିଦେଇଥିଲି। ଭାଇ ପୁରା ଏକା ସାଙ୍ଗେ 50ରୁ 60 ପ୍ଲେଟ୍ ଦହିବରା ବାଢ଼ନ୍ତି। ବାକି ଏତେ ସାରା ହାଇପ୍ ପରେ ଟେଷ୍ଟଟା କେମିତି ଅଛି ଆପଣମାନଙ୍କୁ ତ କହିବାକୁ ପଡ଼ିବ। କ୍ଷୀର ଯୋଉ ଭଳିଆ ଅଛି ଦହିବରାର ଟେଷ୍ଟ ସେଇ ଭଳିଆ ଅଛି। ଲୋକେସନ ହଉଛି ବିଭୂତି ଦହିବରା ଲିଙ୍ଗିପୁର ଛକ। ଆଉ ଟାଇମିଂ ହଉଛି ସକାଳ 8ଟାରୁ ଦିନ 11ଟା। କାଲି ବିଷୟଟି କଣ କୁହ? କାଲି ତ ଫ୍ରି ସେଲ୍ ଅଛି ଆଉ ସମସ୍ତେ କୁହା ହେଇଛି ଆସିବେ। ତ ସାଙ୍ଗମାନେ ମୁଁ ଆଜି ଆସିଛି ଭୁବନେଶ୍ୱର କଣ ପୁରା ଓଡ଼ିଶାରେ ବାହାରେ ତ ବିଭୂତି ଭାଇଙ୍କ ଦହିବରା ଖାଇବା ପାଇଁ। ଟାଇମ୍ ଆସି 8ଟା ପରେ ହେଲାଣି, ହେଲେ ବି ଭାଇ ଆସିନାହାନ୍ତି। ଭାଇ ବୋଧେ ଆଜି ଲେଟ୍ ହେଇଛନ୍ତି, ହେଲେ ବି ଆମେ ଅପେକ୍ଷା କରିବା। ଫାଇନାଲି ଅପେକ୍ଷା ପରେ 8:20ରେ ଆସି ଭାଇ ପହଞ୍ଚିଗଲେ। ଆଉ ଦୋକାନ ଖୋଲୁ ଖୋଲୁ ଯୋଉ ଭଳିଆ ଭିଡ଼ ତମେମାନେ ତ ଦେଖିପାରୁଥିବ। ଭୋକ ତ ମୋତେ ଜୋରସେ ଲାଗିଲାଣି। ଆଉ ଡେରି ନ କରି ଭାଇଙ୍କୁ ଫଟାଫଟ ଗୋଟେ ପ୍ଲେଟ୍ ବନେଇବାକୁ କହିଦେଇଥିଲି। ଭାଇ ପୁରା ଏକା ସାଙ୍ଗେ 50ରୁ 60 ପ୍ଲେଟ୍ ଦହିବରା ବାଢ଼ନ୍ତି। ବାକି ଏତେ ସାରା ହାଇପ୍ ପରେ ଟେଷ୍ଟଟା କେମିତି ଅଛି ଆପଣମାନଙ୍କୁ ତ କହିବାକୁ ପଡ଼ିବ। କ୍ଷୀର ଯୋଉ ଭଳିଆ ଅଛି ଦହିବରାର ଟେଷ୍ଟ ସେଇ ଭଳିଆ ଅଛି। ଲୋକେସନ ହଉଛି ବିଭୂତି ଦହିବରା ଲିଙ୍ଗିପୁର ଛକ। ଆଉ ଟାଇମିଂ ହଉଛି ସକାଳ 8ଟାରୁ ଦିନ 11ଟା।